ମୁଁ ଶ୍ରୀମତୀ ବାସନ୍ତୀ ଦାସ। ଆଜି ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ 78ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୋର ଏଇ ଦେଶାତ୍ମବୋଧକ ସଙ୍ଗୀତଟି ମୁଁ ପାଠ କରୁଛି। ମୁଁ ଶ୍ରୀମତୀ ବାସନ୍ତୀ ଦାସ। ମୋର କବିତାର ଶୀର୍ଷକ ସ୍ୱାଧୀନ ହୋଇଛି ମୋ ଦେଶ ଭାରତ। ସ୍ୱାଧୀନ ହୋଇଛି ମୋ ଦେଶ ଭାରତ ମହାତ୍ମା ଗାନ୍ଧୀଙ୍କ ପାଇଁ କେତେ ବୀରମାନେ ଆତ୍ମବଳିଦାନେ ଦୁଃଖ ଯନ୍ତ୍ରଣାକୁ ସହି ସ୍ୱାଧୀନ ଭାରତ ସ୍ୱାଧୀନ ଏ ଦେଶ ମୁଖେ ତାଙ୍କ ଗାଥା ଗାଇ ସ୍ୱାଧୀନ ଜୀବନ ବଞ୍ଚିବାର ସୁଖ ସବୁ ତ ତାଙ୍କରି ପାଇଁ। ସ୍ୱାଧୀନତାର ଏ ପବିତ୍ର ଦିବସେ ଆସ ଶପଥ କରିବା ସତ୍ୟ ପଥେ ରହି ଜ୍ୟୋତିକୁ ଜାଳିବା ହିଂସାକୁ ଦୂରେଇ ଦେବା ମୋ ଦେଶ ମାଟିର ଶୂନ୍ୟ ଫାଳେଇବା ସ୍ୱାଧୀନ ଭାବନା ସାଥେ ସୁଖ ଆନନ୍ଦରେ ଅମାପ ସୁଖରେ ଚାଲିଥିବା ପଥ ପ୍ରାନ୍ତେ ବାଜି ରାଉତର ସାହସିକତାରେ ଡଙ୍ଗା ବାହୁଥିଲେ ସେଇ 12 ବର୍ଷର ବାଜି ରାଉତଙ୍କୁ ଦେଶ ଜାତି ଆଜି ଝୁରେ ଆସ ହେ ସ୍ୱାଧୀନ ଭାରତ ସନ୍ତାନ ରାମ ରାଜ୍ୟ ସ୍ୱପ୍ନ କରିବା ପୂରଣ ସଂଗ୍ରାମୀମାନଙ୍କ ସମ୍ମାନ ରଖିବା ଯେତେ ଦିନ ଆମେ ବଞ୍ଚି ରହିଥିବା ଭାରତ ମାତାର ସେବା ଯେ କରିବା ସୈନିକ ସାଜିବା ସୁରକ୍ଷା ଯେ ଦେବା ଗାନ୍ଧୀ ଗୋପବନ୍ଧୁ ଅହିଂସା ମନ୍ତ୍ରରେ ମଙ୍ଗଳ ପାଣ୍ଡେଙ୍କ ସ୍ୱଦେଶ ପ୍ରୀତିରେ ବିଶ୍ୱର ମଙ୍ଗଳ କରିବା ସବିରେ ଜନଗଣ ମନ ଅଧି ଗାଇବା ମୁଖରେ ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।